हेलो स्टूडेंट्स, वेलकम टू माय न्यू वीडियो। आज हम डिस्कशन करिबा एमसीक्यू रे मैक्सिमम स्कोर केमदी करबे। ठीक अछि, देखो पिला माने एमसीक्यू रहउछि 300 मार्क, 600 रु अधा एमसीक्यू रहउछि। तो एमसीक्यू तमरा डिसाइड करबो तमरा मार्क केते ऊपर को जीवो बा केते परसेंट आसीबो बा केते तळ को जीवो। एमसीक्यू रे हम बहुत भलो स्कोर करि परिबा कारण एथिरे हमको किछि लिखिबा को पडुनी, कोन करिया पडछि केवल गोल बुलेबा को पडछि बा मार्क करिया को पडछि। ପିଲାମାନେ କଣ କରୁଛ, ତୁମମାନେ ଭିଡ଼ିଓ ପୁରା କମ୍ପ୍ଲିଟ୍ ଦେଖୁନାହ, ଯାହାଫଳରେ ଅନ୍ୟମାନଙ୍କ ପାଖକୁ ଏଇ ଭିଡ଼ିଓ ପହଞ୍ଚୁନି। ଆଉ ତୁମମାନେ ସବସ୍କ୍ରାଇବ୍ କରୁଛ, ତୁମମାନଙ୍କ ପାଇଁ ମୁଁ ଏତେ ପରିଶ୍ରମ କରୁଛି, କିନ୍ତୁ ସେ ପରିଶ୍ରମର ଫଳ ତୁମମାନେ ରଖୁନାହ। ପୁରା ଦେଖ, କମ୍ ସେ କମ୍ ଭିଡ଼ିଓଟାକୁ ପୁରା ଦେଖ। ତମକୁ କିଛି ମୁଁ ଚାର୍ଜ ନେଉଛି କି ନା? ପରିଶ୍ରମ କରୁଛି, ତୁମମାନେ ଯାହା ବି କହୁଛ ସାଙ୍ଗେ ସାଙ୍ଗେ କମେଣ୍ଟ କରୁଛ, ତା ରିପ୍ଲାଏ ବି ଦଉଛି, ତା ଉପରେ ଭିଡ଼ିଓ ବି ଆଣୁଛି। ତ ତୁମମାନେ ତମର ଏତିକି କାମ ହେଉଛି ଯେ ଭିଡ଼ିଓକୁ ପୁରା ଦେଖ, ସାଙ୍ଗମାନଙ୍କ ସହିତ ସେୟାର କର। ऑब्वियसली ସାଙ୍ଗମାନଙ୍କ ସହିତ ସେୟାର କରୁଛ, କିନ୍ତୁ ତୁମେମାନେ ଭିଡ଼ିଓ ପୁରା ଦେଖୁନ କିମ୍ବା ତୁମ ସାଙ୍ଗମାନେ ପୁରା ଦେଖୁନାହାନ୍ତି। ଡିସ୍କସନ୍ ଉପରକୁ ଆଣିବା ଆମେ କ'ଣ ଆଜି। ତୁମମାନେ ଦେଖ, ବର୍ଷ ସାରା ଯେଉଁମାନେ 90% ସିଲାବସ୍ ସରିଛି ସେମାନଙ୍କ ପାଇଁ କିଛି ଅଛି, ଯେଉଁମାନେ ମୋର୍ ଦେନ୍ 60% ଟିକେ ଅଧିକା ସିଲାବସ୍ ସାରିଛନ୍ତି ବା ଲେସ୍ ଦେନ୍ 50%, ଯେଉଁମାନେ 50% ରୁ 20% 10% କିଛି ପଢ଼ିନାହାନ୍ତି, ସମସ୍ତଙ୍କର ଆଜି ଡିସ୍କସନ୍ କରିବା କେମିତି କ'ଣ କରିବା ହେଲା। ଏମସିକ୍ୟୁ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ତମେ ଧାଡ଼ି ଧାଡ଼ି ପଢ଼ିବ। କ'ଣ ପଢ଼ିବ? ଧାଡ଼ି ଧାଡ଼ି ପଢ଼ିବ। ଦେଖ, ପ୍ରଥମେ ଆମେ 90% ସିଲାବସ୍ ଉପରକୁ ଯିବା। ଏମାନେ ତ ପୁରା ସିଲାବସ୍ ପଢ଼ିକି ଥିବେ, ଏମାନେ ବହିକୁ ଥରେ ଥରେ ପଢ଼ିଥିବେ। ତମମାନଙ୍କର କାମ ହେଉଛି ଟିକେ ଥରଲି ଉପରେ ଉପରେ ଦେଖିଦେବ, ଯୋଉ ଯାହା ଅଣ୍ଡରଲାଇନ୍ କରିଛ ତା ଉପରେ ଟିକେ ଟିକେ ନଜର ବୁଲେଇ ଦେବ। ଟେଷ୍ଟ ପେପର ପ୍ରାକ୍ଟିସ୍ ସେଟ୍ ଲଗେଇବ। ମୁଁ ଦଉଛି କ'ଣ, ଆମର ନ୍ୟୁଜ୍ ପେପର କ୍ୱେଶ୍ଚିନ୍। ନ୍ୟୁଜ୍ ପେପର କ୍ୱେଶ୍ଚିନ୍ ତମେ ଫଲୋ କର, ବଢ଼ିଆ କ୍ୱେଶ୍ଚିନ୍, ଏକଦମ ବଢ଼ିଆ କ୍ୱେଶ୍ଚିନ୍। ମୁଁ ନିଜେ ଫଲୋ କରିଥିଲି, ଅନ୍ୟମାନଙ୍କୁ ବି କହୁଛି, ଯାହାକୁ କହୁଛି ସେମାନେ କହୁଛନ୍ତି ଶେଷରେ ଯେତେବେଳେ ରିଜଲ୍ଟ ଆସେ, ସାର୍ ଆପଣଙ୍କର ଯୋଉ ସେ ମାନେ ସଜେସନ୍ ଥିଲା ସେଇଟା ବଢ଼ିଆ ଥିଲା ଆଉ ବେଷ୍ଟ ଥିଲା। କାରଣ ମୁଁ ନିଜେ ଦେଖିଛି କେତେ ପରସେଣ୍ଟ କ୍ୱେଶ୍ଚିନ୍ ଆସେ, ବହୁତ ବଢ଼ିଆ ଆସେ। ତମେ ପରେ ସିରିଜ୍ ଫଲୋ କର, 80% ରୁ ଅଧିକ କ୍ୱେଶ୍ଚିନ୍ ସେଇଠୁ ମିଳିଯିବ। ଦେଖ, ଏମସିକ୍ୟୁ ତମ ସିଲେକ୍ଟେଡ୍ ଲଙ୍ଗ ଦିଏ ଯେ ଏଇଟା ନିଅ, ଏଇଟା ପଢ଼ିଦିଅ, ଏଇ ଲଙ୍ଗଟା ଆସିଯିବ। ଏମସିକ୍ୟୁ କିଏ ଦିଏ କି? ତମକୁ ସମାଜ ପେପର ଦଉଛି, ପ୍ରମେୟ ପେପର ଦଉଛି, ଶିକ୍ଷା ସମ୍ବାଦ ଦଉଛି। ଦେଖ ପିଲାମାନେ, ପ୍ରଥମେ ମୁଁ ଶିକ୍ଷା ସମ୍ବାଦ କରୁଥିଲି, କିନ୍ତୁ ସେଥିରେ କ'ଣ ଆନ୍ସର ଗୁଡ଼ାକ ଭୁଲ ଭାଲ ଦେଇଥାଉଛି, ବେଳେବେଳେ କ୍ୱେଶ୍ଚିନ୍ ବି ଟିକେ ଏପଟେ ସେପଟେ ରହୁଛି। ମାନେ ସେମାନଙ୍କର କୌଣସି ମାନେ ମାଇନର ମିଷ୍ଟେକ୍ ଯୋଗୁଁ, କିନ୍ତୁ ଆମେମାନେ ସେଇଟା ଯଦି ପରୀକ୍ଷାରେ ପଡ଼ିଗଲା ଆଉ ଆମେମାନେ କହିଛୁ, ତମେ ତାକୁ ଠିକ୍ କରିକି ଆସିବ। ଭାବିଥିବ ଠିକ୍ ହବ, କିନ୍ତୁ ଭୁଲ ହେଇଯାଏ। ତ ସେଥିପାଇଁ ମୁଁ କ'ଣ କରୁଛି, କେବଳ ସମାଜ ଆଉ ପ୍ରମେୟକୁ ଏବେ ଧ୍ୟାନ ରଖିଛି। ଠିକ୍ ଅଛି, ତ ତମେମାନେ ଯେଉଁମାନେ 90% ସିଲାବସ୍ କମ୍ପ୍ଲିଟ୍ କରିଛ, ସେମାନେ ଡାଇରେକ୍ଟଲି ଯାଅ ନ୍ୟୁଜ୍ ପେପର ଯାହା କ୍ୱେଶ୍ଚିନ୍ ଆସୁଛି ଯୋଉଟା ପଢ଼ିଲେ, ମାନେ ଦରକାର ପଡ଼ିଲେ ସେଇ କ୍ୱେଶ୍ଚିନ୍ ଗୁଡ଼ାକୁ ଗୋଟେ ଖାତାରେ ଟିପିକି ରଖ ପରେ ପଢ଼ିବା ପାଇଁ, ମାନେ ବହୁତ ସର୍ଟ କରିକି ଲେଖ ହେଲା। ମାନେ ଇମ୍ପୋର୍ଟାଣ୍ଟ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସୁଛି। ହଁ, ଆଉ ଇଂଲିଶ, ଆମର ଇଂଲିଶ ଆଉ ସାଇନ୍ସର କ୍ୱେଶ୍ଚିନ୍ ମୁଁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛି ପିଲାମାନେ ହେଲା। ନ୍ୟୁଜ୍ ପେପର କ୍ୱେଶ୍ଚିନ୍ ଗୁଡ଼ାକୁ ବହୁତ ବଢ଼ିଆ ମାନେ ତମକୁ ଏକ୍ସପ୍ଲାନେସନ୍ ଦେଇଛି, କାହିଁକି ସେଇ ଅପସନ୍ଟା ହବ, କାହିଁକି ଏଇ ଅପସନ୍ଟା ହବ ନାହିଁ, ଏଇ ଏଲିମିନେସନ୍ରେ ଆକୁ କାଟିଦେବା, ଏଇଟା ଡିଲିଟ୍ କରିଦିଅ, ଆଉ ଦୁଇଟା ରହିଲା କେମିତି ଚୁଜ୍ କରିବା, ସବୁ ବଢ଼ିଆ ବଢ଼ିଆ ସବୁ ଦେଇଛି। ଇଂଲିଶର କୋଉଠି ଫସିଗଲେ ମୁଁ ତୁମକୁ ରୁଲ୍ ବି ଦେଇଦିଏ, ଏଇ ରୁଲ୍ଟାରେ ଏଇଟା ହେଉଛି, ଏଇ ଭୋକାବୁଲାରୀ ରୁଲ୍ରେ ଏଇଟା ହେଉଛି ହେଲା। ସାଇନ୍ସରେ ମଧ୍ୟ ସବୁକିଛି ମୁଁ ତୁମକୁ ବହୁତ ସୁନ୍ଦର ଭାବରେ ତାର ଏକ୍ସପ୍ଲାନେସନ୍ ଦେଇଦିଏ। ମୁଁ ଅନ୍ୟମାନଙ୍କ ଭଳି କେବଳ କ୍ୱେଶ୍ଚିନ୍ ପଢ଼ିଦେଲି, ଅପସନ୍ ଏଇଟା ହବ ଏମିତି କୁହେନି ହେଲା କି। ଏମିତି ନୁହେଁ ଯେ ତମମାନଙ୍କୁ କିଛି ବେନିଫିଟ୍ ମିଳିବନି। ଫଲୋ କର, ମୁଁ କହିବି ନ୍ୟୁଜ୍ ପେପର କ୍ୱେଶ୍ଚିନ୍ ପାଇଁ ମୋତେ ଫଲୋ କର, ତମେ ବେଷ୍ଟ ବେନିଫିଟ୍ ରହିବ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଲଙ୍ଗରେ ତ ଦିଆଯାଉଛି। ଯେଉଁମାନଙ୍କର ମୋର୍ ଦେନ୍ 60%, ଯେଉଁମାନେ ସିଲାବସ୍ ସାରିଛନ୍ତି, ତାଙ୍କେ ଆଉ ସିଲାବସ୍ ନ ସାରିକି ମେନ୍ ଟପିକ୍କୁ ବୁଝନ୍ତୁ, ନହେଲେ ଥରଲି ଗୋଟେ ଥର ପଢ଼ି ଯାଆନ୍ତୁ ହେଲା। ନହେଲେ ସେମାନଙ୍କ ପାଖରେ କ'ଣ ଅଛି, ଟେଷ୍ଟ ପେପର ଅଛି, ବୁଲେଟ୍ ପଏଣ୍ଟ ଗୁଡ଼ାକ ପଢ଼ିଦିଅ। ଟିବିଡବ୍ଲ୍ୟୁ ଅଛି, ଟିବିଡବ୍ଲ୍ୟୁର ବୁଲେଟ୍ ପଏଣ୍ଟ ପଢ଼ିଦିଅ। ଜମ୍ବୋ ଅଛି, ଜମ୍ବୋର ବୁଲେଟ୍ ପଏଣ୍ଟ ଗୁଡ଼ାକ ପଢ଼ିଦିଅ। ସେମାନେ ଆଉ ବାକିକୁ ସେମିତି ସାରନ୍ତୁ, ସେମାନେ ବି ଆସନ୍ତୁ ନ୍ୟୁଜ୍ ପେପରକୁ ହେଲା। ପ୍ରାକ୍ଟିସ୍ ସେଟ୍ କରନ୍ତୁ, ମୁଁ ଦଉଛି ପ୍ରାକ୍ଟିସ୍ ସେଟ୍, ଆରେ ସେଗୁଡ଼ା ହିଁ ପ୍ରାକ୍ଟିସ୍ ସେଟ୍ ୟା, ଆଉ କିଛି ଅଲଗା ନାହିଁ ହେଲା। ମାନେ ନ୍ୟୁଜ୍ ପେପର ସେଟା ଗୋଟେ ପ୍ରାକ୍ଟିସ୍ ସେଟ୍ ନା, 50ଟା କ୍ୱେଶ୍ଚିନ୍ 25ଟା କ୍ୱେଶ୍ଚିନ୍ ଦଉଛନ୍ତି, କେତେ ସ୍କୋର କରୁଛ ଦେଖ ହେଲା। ବୁକ୍ ରିଡ଼ିଂ ଯେଉଁମାନେ ମାନେ କରିପାରିବ ସେମାନେ କର, କାରଣ ଆଉ ସମୟ ତ ବହୁତ କମ୍ ଅଛି। କାରଣ ଲାଇନ୍ ବାଇ ଲାଇନ୍ ପଢ଼ିଲେ ସେଥିରୁ ବିଟ୍ ତମର ପକ୍କା ଆସିବ ହେଲା, ସେଥିରେ କିଛି ବି ଡାଉଟ୍ ନାହିଁ।
କିନ୍ତୁ ସମୟର ବହୁତ କମ୍ ରହୁଛି। ତ ବୁକ୍ ରିଡିଂ ମୁଁ ସଜେସନ୍ କରିବି, କିନ୍ତୁ ସେମାନଙ୍କ ପାଇଁ ଯୋଉମାନଙ୍କ ପାଖରେ ଟାଇମ୍ ଅଛି ବା ତମେ ଅଧିକା ସମୟ ଦେଇପାରିବ ହେଲା, ରାତିରେ ଟିକେ ଅଧିକ ସମୟ ପଢ଼ିପାରିବ, ପୁଣି ସକାଳୁ ପଢ଼ିପାରିବ। ଆଉ ଯୋଉମାନେ ସ୍କୁଲ ଯାଉନାହାନ୍ତି ରହିଯାଉଛନ୍ତି, ମୁଁ ତ ଏଇଟା ପ୍ରମୋଟ କରିବିନି, କିନ୍ତୁ ଯୋଉମାନେ ଘରେ ରହିକି ପଢୁଛନ୍ତି ସେମାନେ ବୁକ୍ ରିଡିଂ ଟିକେ କର ହେଲା, ସାହିତ୍ୟ ପାଇଁ କର ହେଲା, ସବୁ ପାଇଁ କର। ଆଉ ଯୋଉମାନେ କହିବି ଏସବୁ ସବଜେକ୍ଟରେ କେମିତି ଆମେ ସ୍କୋର କରିବା ସବୁ କିଛି କହିବି। ଯୋଉମାନେ ଲେସ୍ ଦେନ୍ 50% ପିଲାଙ୍କୁ ତ କହିଲି ହେଲା, କ'ଣ କରିବ ସେମାନେ ବୁଲେଟ୍ ପଏଣ୍ଟ ପଢିବ, ଟେଷ୍ଟ ପେପର ବୁଲେଟ୍ ପଏଣ୍ଟ ପଢିବ, ତାପରେ ନ୍ୟୁଜ୍ ପେପରକୁ ଆସିବ, ପ୍ରାକ୍ଟିସ୍ ସେଟ୍ କରିବ, ଯାହା ଭୁଲ ହେଇଗଲା ଯୋଉ ପାଠକୁ ପୁଣି ତାକୁ ପଢିବ। এই ପ୍ରକାର ଭାବରେ ତମେ ମାନେ କ'ଣ କରିବ, ମେକଅପ୍ କରିବ। 300 ମାର୍କ ଅଛି ତମମାନଙ୍କ ପାଇଁ ହେଲା କି, ଖାମଖିଆଲି ନବନି। ଆଚ୍ଛା, ଇଂଲିଶର ପୁରା ଧାଡ଼ି ବାଇ ଧାଡ଼ି ପଢିବ, ଆର ଭୋକାବୁଲାରି କେମିତି କରିବ ସେଇଟା ମୁଁ ଭିଡ଼ିଓ ବନେଇକି ଦେଇଛି, ଯୋଉମାନେ ଦେଖିନାହାନ୍ତି ଯାଇକି ଦେଖନ୍ତୁ। କୋଉ ଜାଗାରୁ ଆସୁଛି ଫାଇନାଇଟ୍ ଭ୍ୟାଲୁ, ରିଲେଟିଭ୍ କ୍ଲଜ୍ ହେଲା, ତାପରେ ରିପୋର୍ଟ ରାଇଟିଂ, ସରି ମାନେ ରିପୋର୍ଟେଡ୍ ସ୍ପିଚ୍, ଏ ସବୁ ଉପରେ ମାନେ କୋଉ ଜାଗାରୁ ଆସୁଛି ମୁଁ ତମକୁ ଭିଡ଼ିଓ ବନେଇକି ଦେଇଛି, ସେ ଭିଡ଼ିଓ ଯାଇକି ଦେଖ ହେଲା। ତମମାନେ ଜାଣି ବି ନଥିବ ଗ୍ଲୋସାରୀରୁ ଆସୁଛି କ୍ୱେଶ୍ଚିନ୍, ଗ୍ଲୋସାରୀ ଆଉ ନୋଟ୍ସରୁ। ଆଉ ଆମର ସେ ଯୋଉ ଟର୍ନାଡୋ, ଗେଲ୍, ସାଇକ୍ଲୋନ୍, ଏସବୁ କ୍ୱେଶ୍ଚିନ୍ 6ଟା ନା 7ଟା କ୍ୱେଶ୍ଚିନ୍ ଅଛି ଆମର ଲେଞ୍ଚ ପାଠରେ, ତାଇରୁ ବି ଆସିଯାଉଛି। ଗେମ୍ବଲିଂ ବୋଲି ଗୋଟେ ୱାର୍ଡ ଭୋକାବୁଲାରୀରେ ଆସିଯାଉଛି, ସେଇଟା ଅଛି ଆମର କୋଉଥିରେ, ସ୍କୁଲ୍ସ ଗୁଡ୍ ବାଏରେ ଅଛି। ଏଇଟା ତମେ ଜାଣିନ, ମୁଁ ବହୁତ ଭଲ ଭାବରେ ବୁଝେଇଛି, ଭୋକାବୁଲାରୀ ଫଲୋ କର। ଆଉ ଆମର 5ଟା କ୍ୱେଶ୍ଚିନ୍ କୋଉଥିରୁ, ଭୋକାବୁଲାରୀରୁ ହିଁ ଆସିଯିବ ତମର। ଓଡ଼ିଆ ପାଇଁ ପୁରା ଲାଇନ୍ ବାଇ ଲାଇନ୍ ପଢ଼, ବୁକ୍ର ଲାଇନ୍ ବାଇ ଲାଇନ୍ ପଢ଼, ଆରାମସେ ହବ। ନ୍ୟୁଜ୍ ପେପର ପଢ଼, ବଢ଼ିଆ କ୍ୱେଶ୍ଚିନ୍ ଦଉଛି, କିଛି ଅସୁବିଧା ହବନି। ନ୍ୟୁଜ୍ ପେପର ମୁଁ ଯୋଉଟା ଦଉଛି ତାକୁ ଫଲୋ କର ହେଲା କି। ପ୍ରାକ୍ଟିସ୍ ସେଟ୍ କର, ପ୍ରାକ୍ଟିସ୍ ସେଟ୍ରେ ଦେଖ ତମର କୋଉଟା ଭୁଲ ହଉଛି ଠିକ୍ କର। ଇଂଲିଶ, ଓଡ଼ିଆ, ସାଇନ୍ସ ଆଉ ସୋସିଆଲ ସାଇନ୍ସ, ହିନ୍ଦୀ, ସଂସ୍କୃତ ସବୁ ଯାକ ପାଇଁ ଗୋଟେ ରୁଲ୍, ବୁକ୍ ପଢ଼, ପ୍ରାକ୍ଟିସ୍ ସେଟ୍ କର, ନ୍ୟୁଜ୍ ପେପର କ୍ୱେଶ୍ଚିନ୍ ଦେଖ, ତାର ପାଇଁ MCQ ର କିଛି ନାହିଁ। ଇମ୍ପୋର୍ଟାଣ୍ଟ MCQ ଅଛି ରିଆ, ଏଇଟା କିଛି ବି ତମକୁ କରିବା ଦରକାର ନାହିଁ। ପିଲାମାନେ ଏତିକି କର, ତମମାନେ ପ୍ରାକ୍ଟିସ୍ ସେଟ୍ କର, ଆଉ ନ୍ୟୁଜ୍ ପେପର କ୍ୱେଶ୍ଚିନ୍ ଗୁଡ଼ାକ ଦେଖ, ବହୁତ ବଢ଼ିଆ କ୍ୱେଶ୍ଚିନ୍ ଆସୁଛି। ବାକି ରହିଲା ମ୍ୟାଥ୍ ଉପରେ ହେଲା, ମ୍ୟାଥ୍ର କେମିତି ଅବଜେକ୍ଟିଭ ବୁଷ୍ଟ କରିବା। ଆରେ ସବୁ ଏଡ଼ ବଡ଼ ବୋର୍ଡରେ, ମାନେ ଛୋଟ ବୋର୍ଡ ଓଲଟା କହିଦେଲି, ଛୋଟ ବୋର୍ଡରେ ବହୁତ ସାରା ଜିନିଷ ରହିବାଟା ମାନେ କଷ୍ଟକର ହଉଛି। ସବୁ ସବଜେକ୍ଟକୁ ମୋତେ ଡିସ୍କସନ୍ କରିବାର ଅଛି, କିନ୍ତୁ ସବୁ ସବଜେକ୍ଟ ଗୋଟେ ପଟେ, ମ୍ୟାଥ୍ ଗୋଟେ ପଟେ। ମ୍ୟାଥ୍ର ବିଟ୍ କେମିତି କରିବା, ପ୍ରାକ୍ଟିସ୍ ନ କଲେ ହବନି। ଦିନକୁ ଗୋଟେ 30 ମିନିଟ୍ କି 1 ଆୱାର ତୁମକୁ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ମ୍ୟାଥ୍ର କେମିତି ବିଟ୍ ସଲ୍ଭ ହବ, ଦେଖ ସେଥିରେ ଗୋଟେ ଚାର୍ଟ ଦେଇଥିବ, ସଙ୍ଗତ, ଭିନ୍ନ, ମାନେ ଏମିତି ସବୁ ଚାର୍ଟ ଯାହା ଦେଇଛି, ସେଇ ରୁଲ୍ ଯାକ ଲାଗିବ ତମର ମ୍ୟାଥ୍ରେ, ତାକୁ ଫଲୋ କର। ଅନୁସିଦ୍ଧାନ୍ତ ଗୁଡ଼ାକୁ ଫଲୋ କର। ଫର୍ମୁଲା ଯାକ ଦେଖ, ମନେ ରଖ। ଫର୍ମୁଲା ନ ରଖିଲେ ମନେ କ'ଣ ହବ, ତମେ କ'ଣ ପରିମିତି କେମିତି କରିବ ହେଲା, ତ୍ରିକୋଣମିତି କେମିତି କରିବ, କରିପାରିବନି ନା। ଫର୍ମୁଲା ମନେ ରଖ, ରୁଲ୍ସ ଯାକ ମନେ ରଖ, ଟେବୁଲ ଯାକ ଦେଇଛି, ଟେବୁଲ ଯାକରୁ ହିଁ ଡାଇରେକ୍ଟ କ୍ୱେଶ୍ଚିନ୍ ଆସୁଛି। ସିଦ୍ଧାନ୍ତ ମନେ ରଖ, ଉପପାଦ୍ୟର ଯୋଉ ଚିତ୍ର ଯାକ ମନେ ରଖ ହେଲା। ଏଇ ସବୁ ମନେ ରଖିଲେ ହିଁ ତମେ ହବ ହେଲା। ତମେ ଜାଣିନଥିବ PT ସ୍କୋୟାର ଇକ୍ୱାଲ୍ ଟୁ PA ଇଣ୍ଟୁ PB, ତମେ ଏଇ ସୂତ୍ର ହିଁ ଜାଣିନଥିବ, ତମେ କେମିତି ମାନେ ସଲ୍ଭ କରିପାରିବନି। ସେଇଥିପାଇଁ ସିଦ୍ଧାନ୍ତ। ଆଉ ଏତିକି ସବୁ କରିସାରିଲା ପରେ ସବୁ ଚାପ୍ଟର ୱାଇଜ୍ କ୍ୱେଶ୍ଚିନ୍, ଗୋଟେ 20-30ଟା ଚାପ୍ଟର ୱାଇଜ୍ କ୍ୱେଶ୍ଚିନ୍ କର, ତାପରେ ଆସିଯାଅ ତମେ ପ୍ରାକ୍ଟିସ୍ ସେଟ୍କୁ। ପ୍ରାକ୍ଟିସ୍ ସେଟ୍ରେ ତମେ ଦେଖ ତମେ କେତେ ସ୍କୋର କରିପାରୁଛ 50ରୁ, କୋଉ ଜାଗାରେ କୋଉ ପାଠର ଭୁଲ ହଉଛି ସେଇଟାକୁ ପୁଣି ପଢ଼, ପୁଣି ତାକୁ ପ୍ରାକ୍ଟିସ୍ କର, ପୁଣି ଆଉ ଥରେ ସେଟ୍ ଲଗାଅ। ଏଇଟା ହିଁ ରହିବ ପୁରା ଅପ୍ ଟୁ ଏକ୍ଜାମ୍ ଯାଏ ସବୁ ପାଇଁ। ବୁକ୍ରୁ ପ୍ରଥମେ ଟିକେ ଟିକେ ପଢ଼ିଦେବ, ଟାଇମ୍ ତ ନାହିଁ ହେଲା କି। ତମେ ବେଟର ହବ ଡାଇରେକ୍ଟ କ୍ୱେଶ୍ଚିନ୍ ହିଁ ପ୍ରାକ୍ଟିସ୍ କର ହେଲା, ଏତା କର। କିନ୍ତୁ ମ୍ୟାଥ୍ର ବୁକ୍ରେ ସବୁ ମାନେ ଟେବୁଲ, ଚାର୍ଟ, ଫର୍ମୁଲା ଏସବୁ ପଢ଼ିବ, କ୍ୱେଶ୍ଚିନ୍ ସବୁ ଚାପ୍ଟର ୱାଇଜ୍ କ୍ୱେଶ୍ଚିନ୍ କରିବ, ଦେନ୍ ପୁରା 50ଟା ସେଟ୍ ଲଗାଇବ। ଇଏ ଥିଲା ତମର କ'ଣ, କେମିତି MCQରେ ମ୍ୟାକ୍ସିମମ୍ ସ୍କୋର କରିବ, 300 ମାର୍କ ରହୁଛି ହେଲା। ପିଲାମାନେ ମୁଁ ତ ଦଉଛି ତମକୁ ନ୍ୟୁଜ୍ ପେପର ବେଷ୍ଟ ଏକ୍ସପ୍ଲାନେସନ୍ ମୋ କହିବା ଅନୁସାରେ। ଦେଖ, ତୁମମାନଙ୍କୁ ଯଦି ପସନ୍ଦ ହଉଛି ଦେଖ, ନହେଲେ ତୁମମାନେ ଅଲଗା କିଛି ବାଟ ମଧ୍ୟ ଆପଣେଇ ପାରିବ। ପୁଣି ମିଶିବା ଆମେ ନେକ୍ସଟ ଭିଡ଼ିଓରେ ହେଲା।